ସିପିୟୁ ହେଉଛି କମ୍ପ୍ୟୁଟରର ମସ୍ତିଷ୍କ, ସେଣ୍ଟ୍ରାଲ ପ୍ରୋସେସିଂ ୟୁନିଟ୍। ଏ କଥା ତ ଆମେ ବହୁତ ଶୁଣିଛେ ନା, କିନ୍ତୁ ଏହା ପଛରେ ଅଛି କ'ଣ? ଖାଲି ଗୋଟେ ସୁନ୍ଦର ଶବ୍ଦ ନା କିଛି ଗଭୀର କଥା ଅଛି? ଦେଖନ୍ତୁ, ଏଇ ମସ୍ତିଷ୍କ ତୁଳନାଟା ଆରମ୍ଭ ପାଇଁ ତ ଭଲ, କିନ୍ତୁ ଏଟା ପୂରା କାହାଣୀ ନୁହେଁ। ଏଠି ମଜା କଥା ହେଲା ୟାର କାମ କରିବା ପ୍ରଣାଳୀ। ସିପିୟୁ ଖାଲି ଚିନ୍ତା କରେନି, ଏହାର ମୂଳ କାମ ହେଲା ଆସୁଥିବା ନିର୍ଦ୍ଦେଶଗୁଡ଼ାକୁ କାର୍ଯ୍ୟକାରୀ କରିବା। ଏହାର ଗୋଟେ ମୂଳ ଚକ୍ର ଅଛି, ଫେଚ୍, ଡିକୋଡ୍ ଆଉ ଏକ୍ଜିକ୍ୟୁଟ୍। ମାନେ ନିର୍ଦ୍ଦେଶ ଆଣିବା, ତାକୁ ବୁଝିବା ଆଉ ତାପରେ କାମରେ ଲଗେଇବା। ଓହୋ। ଆଉ ଏଇ ଚକ୍ରଟା ଆପଣ ଜାଣିଛନ୍ତି ପ୍ରତି ସେକେଣ୍ଡରେ କୋଟି କୋଟି ଥର ଚାଲେ। ବାପ୍ରେ, ତାମାନେ ଏଇଟା ଗୋଟେ ବହୁତ ଦ୍ରୁତ ଗତିରେ କାମ କରୁଥିବା ମ୍ୟାନେଜର ଭଳି, ଯିଏ ଗୋଟେ ପରେ ଗୋଟେ କାମ ଲିଷ୍ଟରୁ ସାରୁଛି। ଖାଲି ଗଣନା ନୁହେଁ, ପୁରା ପ୍ରୋସେସଟାକୁ ସମ୍ଭାଳୁଛି। ଏକଦମ ଠିକ୍। ସେମିତି ହିଁ ଏହା ଗାଣିତିକ କାମ କରେ, ତାର୍କିକ କାମ ବି କରେ। ହେଲେ ତାଠୁ ବଡ଼ କଥା ହେଲା ଏହା କମ୍ପ୍ୟୁଟରର ଅନ୍ୟ ଅଂଶ ଭିତରେ, ମାନେ ଯେମିତି RAM ହେଲା କିମ୍ବା ଷ୍ଟୋରେଜ୍, ଯେମିତି ହାର୍ଡ ଡ୍ରାଇଭ୍, ହଁ ହଁ। ସେମାନଙ୍କ ଭିତରେ ଡାଟା କେମିତି ଯିବ ଆସିବ ସେଇ ପ୍ରବାହକୁ ବି ନିୟନ୍ତ୍ରଣ କରେ। କୋଉ ଡାଟା କେତେବେଳେ କୋଉଠିକି ଯିବ ସେ ନିଷ୍ପତ୍ତି ସିପିୟୁ ନିଏ।